ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଧାମରେ ଲକ୍ଷ ଲକ୍ଷ ଭକ୍ତମାନଙ୍କ ସମାଗମ ହୋଇଥିଲା। ଏହି ସମାଗମରେ ଯୋଗ ଦେଇଥିଲେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ଆତ୍ମବିଭୋର ହୋଇ ସମସ୍ତ ଭକ୍ତମାନଙ୍କୁ କହିଥିଲେ, ଜୟ ଜଗନ୍ନାଥ। ପୁରୀରୁ ସୂର୍ଯ୍ୟନାରାୟଣ ନାୟକଙ୍କ ସହିତ ଧନଞ୍ଜୟ ହୋତା ଓ ଅମୃତ ପ୍ରଧାନଙ୍କ ରିପୋର୍ଟ, ଟିକେ ନ୍ୟୁଜ୍ ମିଡ଼ିଆ।